ଏବେ କିଛି ଦିନ ତଳେ ମୋର ଜଣେ ସାଙ୍ଗର ବାପା ଚାଲିଗଲେ। ଘରେ ସମସ୍ତେ କାନ୍ଦୁଥାନ୍ତି, ସ୍ତ୍ରୀ, ଝିଅ, ପୁତୁରା, କିଛି ସାଙ୍ଗ ଆଉ କିଛି ଗାଁ ଲୋକ ମଧ୍ୟ। କିନ୍ତୁ ମୋର ସାଙ୍ଗ ଜମାରୁ କାନ୍ଦୁ ନଥାଏ। ତା ବାପା ତାକୁ ବହୁତ ଭଲ ପାଉଥିଲେ। ମୋର ଏବେ ବି ମନେ ଅଛି, ଯେବେ ଗୋଟିଏ ଭଲ ଜବ୍ ଅଫରଟି ଆସିଥିଲା, କିନ୍ତୁ ତାର ବାପା ତାକୁ ମନା କରିଦେଇଥିଲେ ଏକଥା କହିକି, ମୋ ପୁଅ ସବୁବେଳେ ମୋ ଆଖି ସାମ୍ନାରେ ରହୁ। ସେତେବେଳେ ଭାବିନଥିଲି, କିନ୍ତୁ ଏବେ ଅନୁଭବ କରିପାରୁଛି କି ତା ବାପା ସେ ପୁଅକୁ କେତେ ଭଲ ପାଉଥିଲେ। ମୋ ସାଙ୍ଗ ସମସ୍ତଙ୍କୁ ବୁଝାଉଥାଏ କି ବାପାଙ୍କର ତ ଯିବାର ସମୟ ଆସିଯାଇଥିଲା, ସେଥିପାଇଁ ସେ ଚାଲିଗଲେ, ସେଥିପାଇଁ କେହି ପ୍ଲିଜ୍ କାନ୍ଦନି, ସମସ୍ତଙ୍କୁ ବୁଝାଉଥାଏ। ଏମିତି ବୁଝେଇ ହଠାତ୍ ସେ ବିରକ୍ତ ହେବାକୁ ଲାଗିଲା। ହଠାତ୍ ସେ ଚିତ୍କାର କରିବାକୁ ଲାଗିଲା ଏବଂ ସମସ୍ତଙ୍କୁ କହିଲା, ଏଇ ସମସ୍ତେ କାନ୍ଦିବା ବନ୍ଦ କର, ପ୍ଲିଜ୍ ସମସ୍ତେ କାନ୍ଦିବା ବନ୍ଦ କରିଦିଅ। ମୁଁ ମନା କଲି ନା କେହି କାନ୍ଦିବେନି ବୋଲି। ମୁଁ ଏସବୁ ଦେଖୁଥାଏ ଆଉ ସହିପାରିଲି ନାହିଁ। ସିଧା ଯାଇ ମୋ ସାଙ୍ଗକୁ କୁଣ୍ଢାଇ ପକାଇଲି। ବିଶ୍ୱାସ କରିବେନି ଆଜ୍ଞା, ସମସ୍ତେ ଚୁପ୍ ହୋଇଯାଇଥିଲେ, କିନ୍ତୁ ମୋ ସାଙ୍ଗ ହଠାତ୍ ଚିତ୍କାର କରି କାନ୍ଦିବାକୁ ଲାଗିଲା। ମୁଁ ଭାବିଲି, ଇଏ କ'ଣ? ଯିଏ ସମସ୍ତଙ୍କୁ ବୁଝାଉଥିଲା ସେ ଏବେ ଏମିତି କାହିଁ କାନ୍ଦୁଛି, ଏମିତି କଇଁ କଇଁ ହୋଇ କାନ୍ଦୁଛି କାହିଁକି? ମୁଁ ତାକୁ ବୁଝାଇଲି, ଦେଖ ସାଙ୍ଗ, ତୁ କାନ୍ଦେ ନା, ତୁ ପୁଅ ପିଲାଟା, ଆରେ ପୁରୁଷ ପିଲାମାନେ କ'ଣ କାନ୍ଦନ୍ତି? ହଠାତ୍ ସାଙ୍ଗର ମା ଆସିଲେ ଏବଂ ମୋତେ କହିଲେ, ତାକୁ କାନ୍ଦିବାକୁ ଦେ, ତାର ମନ ହାଲକା ହୋଇଯିବ, ନହେଲେ ସେ ପାଗଳ ହୋଇଯିବ। ମୁଁ ସେତେବେଳେ ଜାଣିଲି ଇମୋସନର ବୋଝରେ କେତେ ଓଜନ ଅଛି। ଗୋଟେ ମଣିଷକୁ ପାଗଳ ବି କରିଦେଇପାରେ। ଦର୍ଶକ ବନ୍ଧୁ, ଲୁହ ପୁରୁଷ କି ନାରୀ ଦେଖିନଥାଏ, ବାସ୍ ଭାବନାର ଅପେକ୍ଷାରେ ଥାଏ। ଦୁଃଖ ଆସିଲେ କି ଅତି ସୁଖ ମିଳିଗଲେ କି ଅଧିକ ଭାବପ୍ରବଣତା ବଢ଼ିଗଲେ ମଣିଷ କାନ୍ଦିବାଟା ସ୍ୱାଭାବିକ ପ୍ରକ୍ରିୟା। ଏଥିରେ ପୁରୁଷ ବା ନାରୀ ଏପରି କିଛି ବି ନଥାଏ। ଇଏ ତ ବସ୍ ଆମ ସମାଜ, ଯିଏ ପୁରୁଷକୁ ଲୁହାର ଶରୀର ଭାବି ନିଏ, ଭାବେ ପୁରୁଷ ଏତେ ଶକ୍ତ, ତାକୁ ଯେମିତି କଷ୍ଟ ହେଉନଥିବ। ଆରେ ଯାହାର ଜୀବନ ଅଛି ନା, ତାକୁ କଷ୍ଟ ନିଶ୍ଚୟ ହେବ। କଷ୍ଟ ହୁଏ, ସେଥିପାଇଁ ତ ଆମେ ମଣିଷ, ନହେଲେ ଦେବତା କି କୌଣସି ପଥର ହୋଇଥାନ୍ତେ। ଲୁହକୁ କେବେ ରୋକିବା କଥା ନୁହେଁ। ଲୁହ ସହ ଇମୋସନ୍ ମଧ୍ୟ ବାହାରକୁ ବହିଯାଏ। ଯଦି ଏପରି ନ ହୁଏ, ତେବେ ମଣିଷ ଇମୋସନର ଚାପ ତଳେ ମାନସିକ ଦୁଶ୍ଚିନ୍ତାରେ ପଡ଼ିଯିବ। ଚିଡ଼ିଚିଡ଼ାପଣ ଏବଂ ଉଦାସୀନତା ଏପରି ରୋଗରେ ଆକ୍ରାନ୍ତ ହୋଇଯିବ। ଯିଏ ଠିକ୍ ସମୟରେ କାନ୍ଦି ପାରନ୍ତିନି, ଏପରି ମଣିଷ ହୃଦୟରୁ କଠୋର ହୋଇଯାଇଥାନ୍ତି। ସେଥିପାଇଁ ତ ଏମାନେ ଟିକେ ଟିକେ କଥାରେ ଚିଡ଼ଚିଡ଼ି ହୋଇଥାନ୍ତି, ଅଧିକ କ୍ରୋଧୀ ହୋଇଯାଇଥାନ୍ତି। ସାଧାରଣତଃ ଏପରି ଅଧିକ ମା, ଭଉଣୀ, ସ୍ତ୍ରୀ, ଛୋଟ ଛୁଆ କିମ୍ବା କୌଣସି ବୃଦ୍ଧ ପୁରୁଷ ବା ବୃଦ୍ଧା ମହିଳା ହୋଇପାରନ୍ତି, ଯିଏ କଥା କଥାରେ କାନ୍ଦି ପକାନ୍ତି। ସେମାନେ ଭାବୁକ ହୋଇଥାନ୍ତି, ହୃଦୟରୁ ସଫା ବା ନିର୍ମଳ ହୋଇଥାନ୍ତି। ଏମାନଙ୍କ ହୃଦୟର ଗଭୀରତା ପ୍ରାୟତଃ ଲୁହ ହୋଇ ବାହାରକୁ ଚାଲି ଆସେ। ଏମାନେ ସଚ୍ଚୋଟ ହୋଇଥାନ୍ତି, ଯାହା ମନରେ ଥାଏ ତାହା ହିଁ ମୁହଁରେ ଥାଏ। କିଛି ଲୋକ ଏପରି ବି ଥାନ୍ତି ନା, ପେଟରେ କିଛି ପୁଣି ବାହାରେ ଅଲଗା କିଛି ଥାଏ। ଏମାନେ ଏପରି ବିଲକୁଲ ବି ନୁହେଁ। ଛଳ କପଟ ନଥିବା ସମ୍ପୂର୍ଣ୍ଣ ପରିଷ୍କାର ହୃଦୟର ମଣିଷ ହୋଇଥାନ୍ତି। ଏ ଦୁନିଆର ସବୁଠାରୁ କଷ୍ଟ କାମ ମଣିଷକୁ ଚିହ୍ନିବା ହୋଇଥାଏ, କିନ୍ତୁ ଏମାନଙ୍କୁ ସହଜରେ ଚିହ୍ନି ହୋଇଯିବ, କାରଣ ଏମାନେ କାହାକୁ ବି ଦୁଃଖରେ ଦେଖି ନିଜେ ଭାବୁକ ହୋଇଯାଆନ୍ତି। ଏମାନଙ୍କ ମନରେ ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଏବଂ ଦୟାର ଗୁଣ ବହୁତ ମାତ୍ରାରେ ଥାଏ ଏବଂ ଏହି ଗୁଣ ପାଇଁ ଏମାନେ ସହଜରେ କାହାଠାରୁ ବି ଧୋକା ପାଇଯାଆନ୍ତି। କାରଣ ଏ ଦୁନିଆରେ ଖରାପ ଲୋକଙ୍କର ଅଭାବ ନାହିଁ। ଟିକିଏ ସୁଯୋଗ ପାଇଲେ ନା ବାପା କି ଭାଇକୁ ମଧ୍ୟ ଛାଡ଼ିବେନି। ଆଉ ଏମାନଙ୍କର ଏପରି ଭୋଳା ଗୁଣ ହୋଇଥାଏ ନା, ସେଥିପାଇଁ ଏମାନଙ୍କୁ ଠକିବା ଆହୁରି ସହଜ ହୋଇଯାଏ, କାରଣ ଏମାନେ ମଧ୍ୟ କାହାରିକୁ ସହଜରେ ବିଶ୍ୱାସ କରି ନେଇଥାନ୍ତି। ଏହା ଏମାନଙ୍କର ବୋକାମି ନୁହେଁ, ବରଂ ସହନଶୀଳତା ଗୁଣ ହୋଇଥାଏ, ସଚ୍ଚୋଟତା ହୋଇଥାଏ,
ଯାହା ଖରାପ ବା ଛଳ ପ୍ରକୃତିର ଲୋକଙ୍କ ପାଖରେ ଠକିବା ପାଇଁ ସୁଯୋଗ ଦେଇଥାଏ। ଏମାନଙ୍କର ଭଲ ଗୁଣ ହିଁ ଏମାନଙ୍କ ପାଇଁ ବଡ଼ ଶତ୍ରୁ ହୋଇଥାଏ। ବାରମ୍ବାର ଧୋକା ଖାଆନ୍ତି। କେଇ ପଦ ମିଠା କଥା ଶୁଣି ପୁଣି ଥରେ ବିଶ୍ୱାସ ବି କରିଯାଆନ୍ତି। କାରଣ ଏମାନେ କାହାର ଛଳ କପଟକୁ ବୁଝିପାରନ୍ତି ନାହିଁ। ସବୁଠାରୁ ବଡ଼ କଥା, ଏମାନେ ଯାହାକୁ ଭଲ ପାଆନ୍ତି ନା ପୁରା ହୃଦୟରୁ ଭଲ ପାଇଥାନ୍ତି। କେବେ ସେମାନଙ୍କର ହାତକୁ ଛାଡ଼ନ୍ତି ନାହିଁ। ପରିସ୍ଥିତି କିପରି ବି ହେଉ, ସମୟ କିପରି ବି ଚାଲିଥାଉ, ଏମାନେ ଛାଇ ଭଳି ପାଖରେ ରୁହନ୍ତି। କାରଣ ବଡ଼ ବଡ଼ କଥା ଏମାନେ କୁହନ୍ତିନି, ଏମାନଙ୍କର ହୃଦୟ ହିଁ ବଡ଼ ହୋଇଥାଏ। ଏମାନଙ୍କୁ କିଛି ଲୋକ ଖରାପ ଭାବନ୍ତି। କିଏ ଭାବେ ଇଏ ଡ୍ରାମା କରୁଛି, ପୁଣି କିଏ କୁହେ ଇଏ ତ ଦେଖାଣିଆ କାନ୍ଦୁଛି। ଏମାନଙ୍କର ମନକୁ କେହି ପଢ଼ିବାକୁ ଚେଷ୍ଟା ବି କରନ୍ତିନି। ହୃଦୟର ଗଭୀରତାକୁ କେହି ବୁଝିବାକୁ ଚେଷ୍ଟା ବି କରନ୍ତିନି। ମାନୁଛି କିଛି ଲୋକ ଡ୍ରାମା କରିଥାନ୍ତି ଏବଂ ସେମାନଙ୍କୁ ମଧ୍ୟ ଚିହ୍ନି ହେବ। ଥରେ ତାଙ୍କ ସ୍ୱାର୍ଥ ପୂରଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରିକି ଦେଖ, ତାପରେ ଦେଖିବ ସେମାନଙ୍କ ବ୍ୟବହାର କେମିତି ବଦଳି ଯାଉଛି। କିନ୍ତୁ ସଚ୍ଚା ଏବଂ ହୃଦୟରୁ ସଫା ମଣିଷ କେବେ ବଦଳନ୍ତି ନାହିଁ। ବାସ୍ କିଛି ଖରାପ ଲୋକ ଏମାନଙ୍କର ଭଲ ପଣିଆର ଭଲ ଫାଇଦା ଉଠାଇ ନିଅନ୍ତି। ସବୁଠାରୁ ବଡ଼ କଥା, ମୁହଁରେ ହସ ଦେଇଥିବା ଲୋକ ଆଗକୁ ଯାଇ ଖୁସି ପାଉ କି ନ ପାଉ, ଆଖିରେ ଲୁହ ଦେଇଥିବା ଲୋକ କେବେ ଶାନ୍ତି ପାଇପାରିନଥାଏ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ଭିଡ଼ିଓଟି କିପରି ଲାଗିଲା କମେଣ୍ଟରେ ଲେଖନ୍ତୁ। ଲାଇକ୍ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ। ଆଜି ପାଇଁ ଏତିକି। ପୁଣି ଦେଖା ହେବ କିଛି ନୂଆ ବାର୍ତ୍ତା ଏବଂ କିଛି ନୂଆ ବିଚାରକୁ ନେଇ। ସେହି ପର୍ଯ୍ୟନ୍ତ ନିଜର ଯତ୍ନ ନିଅନ୍ତୁ, ଖୁସିରେ ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ଶ୍ରୀକୃଷ୍ଣ। ଧନ୍ୟବାଦ।